ମାଡ଼ି ଆସିବ ଦୁଃଖର ଦରିଆରେ ଭାସୁଥିବ ଯେ ଭାସୁଥିବ। ଆରେ ତମେ କେତେବେଳେ ଆସିଲା? ହଁ ଏଇ ଏବେ ତ ଆସି ପହଞ୍ଚିଲି। ମୁଁ ତ ଏବେ ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ତମ ପାଖକୁ ଯାଇଥାନ୍ତି। ସେମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ମୁଁ ତମ ପାଖକୁ ଆସିଛି। କଣ ହେଇଛି? ଏଇ ନିଅ। କଣ? ବାହାଘର ନିମନ୍ତ୍ରଣ ପତ୍ର। ବାହାଘର ନିମନ୍ତ୍ରଣ? କାହାର? ତମ ସହିତ ମୋର ଫଗୁଣ ମାସ 25 ତାରିଖରେ। ତମ ମୁଣ୍ଡ ଠିକ ଅଛି ତ? ସତ କହୁଛି, ତମେ ମତେ ବିବାହ ନ କଲେ ମୁଁ ବଞ୍ଚି ପାରିବିନି। ମୁଁ ବିଷ ପିଇ ଆତ୍ମହତ୍ୟା କରିବି। ଆତ୍ମହତ୍ୟା କରିଦିଅ। ତମ ଆତ୍ମହତ୍ୟାର କଳଙ୍କକୁ ମୁଁ ନେଇ ପାରିବି, ହେଲେ ମୋ ଶଙ୍ଖ ସିନ୍ଦୁରକୁ ମୁଁ ଅପବିତ୍ର କରିପାରିବିନି। ମୋ ଶଙ୍ଖ ସିନ୍ଦୁର ଆମ ସମ୍ପର୍କ ପବିତ୍ର ଅଛି ପ୍ରମାଣ ଦବାକୁ ଯାଇ ମୁଁ ନିଷ୍ପତ୍ତି ନେଇ ସାରିଛି। ମୋ ଝିଅ ସହିତ ତମ ପୁଅର ବାହାଘର କରିବି। ନାଇଁ ନାଇଁ, ସେ ବାହାଘର ମୁଁ କେବେ ବି କରିଦେବିନି। ଆରେ ଏମିତି ଗୋଟେ ଅମଣିଷ ଅପଦାର୍ଥ ଖୁଳାଙ୍ଗାର ସହିତ ବାହା ଦେବା ଅପେକ୍ଷା ଝିଅକୁ ବରଂ ନିଜ ଘରେ ତଣ୍ଟି ଚିପି ମାରିଦେବା ଭଲ। ଘର ଅପବିତ୍ର ହେଇଯାଉ ତମ ଶଙ୍ଖା ସିନ୍ଦୁର, ହେଇଯାଉ ଅପବିତ୍ର ଆମ ସମ୍ପର୍କ। ତମ ଝିଅ ମୋ ପୁଅ ସହିତ ବାହା ହେଇଗଲେ, ତମ ସହିତ ମୋର ବାହାଘର ହେଇଗଲେ ତମ ଝିଅ ମୋ ପୁଅକୁ ବାହା ହେଇପାରିବନି। ଆରେ ଆମକୁ ପାପ ଲାଗୁ ପଛେ, ହେଲେ ତ ବାହାର ଯା, ବାହାର ଯା। ମୋ ଆଖି ସାମ୍ନାରୁ ମତେ ମୋ କର୍ତ୍ତବ୍ୟ କରିବାକୁ ଦିଅ। କର୍ତ୍ତବ୍ୟ ନୁହଁ, ଏଇଟା ତମର ମସ୍ତ ବଡ଼ ଭୁଲ। ସେ ଭୁଲ ମୁଁ ତମକୁ କରିବାକୁ ଦେବିନି। ମୁଁ ସତ କହୁଛି, ତମେ ମତେ ବିବାହ ନ କଲେ ମୁଁ ବଞ୍ଚି ପାରିବିନି, ମୁଁ ମରିଯିବି। ପରୀକ୍ଷା ଯାହା ହଉଛି ସେଇଆ କର। ଛାତିକୁ ପଥର କରି ଆଖି ବୁଜି ଦେବି ମୁଁ। ଠିକ ଅଛି, ଏଇ ଦେଖ ତମର କରୁଛ ବିଷ ପିଇ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ କରିକି। ତମକୁ ଏ ବିଷ ବୋତଲ ଦେଲା କିଏ? ମୁଁ ପଚାରୁଛି ପୁରା, ଦେଲା କିଏ? ତମ କଣ ପାଇଁ ବିଷ ପିଇ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ? ମଣିଷ ପଢିବାକୁ ଭୁଲି ମତେ ବାହା ହବା ପାଇଁ ନିମନ୍ତ୍ରଣ ପତ୍ର ଧରି ଆସିବି। ବାପା, ମୁଁ ମୁଣ୍ଡଟା କଣ ପିଟି ଦେନି କି? ତମେ ଏ ବୟସରେ ପୁଣି ବାହା ହବାକୁ ଆସିଛ, ତମର ପୁରା ଆଣ୍ଠୁକୁ ଆଣ୍ଠୁ ବାଜିଲାଣି। ଏ କଥାଟା ଶୁଣିଲା ବେଳକୁ ମୋ ପାଦ ତଳୁ ମାଟି ଘୁଷୁଡ଼ି ପଡୁଛି। ମୁଣ୍ଡ ଉପରେ ଯେମିତି ଆକାଶଟା ଛିଡ଼ି ପଡୁଛି। ଇଚ୍ଛା ହଉଛି ଏ ବିଷଟାକୁ ମୁଁ ପିଇ ଦିଅ। ତୁ ଯଦି ବିଷ ପିଇ ମରିଯାଆନ୍ତୁ, ତାହେଲେ ସବୁଠାରୁ ବେଶୀ ଖୁସି ମୁଁ ହୁଅନ୍ତି। ଠିକ ଅଛି, ତମେ ମତେ ଛୋଟରୁ ବଡ଼ କରିଛ, ହାତ ଧରି ବାଟ ଚଲେଇବା ଶିଖେଇଛ। ତମେ ଯେତେବେଳେ କହୁଛ ଏ ବିଷଟାକୁ ମୁଁ ପିଇଦେବି, ଆଉ ବିଷ କାହିଁକି ବଞ୍ଚିବି? ଆଉ ବାପାଙ୍କର ଏମିତି ପାଗଳାମି ପାଇଁ ମୁଁ ବେଳେ ବେଳେ ମଦ ପିଇଦିଏ। ମତେ ବାପା ଇଆଡୁ ସିଆଡୁ କହନ୍ତି, ଅଯୋଗ୍ୟ, ଅପଦାର୍ଥ, ଭୂତକିଆ, ନଡ଼ିଆ, ଖତଗଦା, ଖଡ଼ା, ବେସୁରା, ବଇଁଶୀ। କେମିତି ଗାଳି ଦିଅନ୍ତି? କଣ ନାହିଁ, ସେଇଥିପାଇଁ ବାଧୁଛି। ଆଉ ବଞ୍ଚିବି କାହିଁକି? ଦୀକ୍ଷା ନେଇଗଲା ପରେ ବି ମନ ଶାନ୍ତି ହେଲାନି। ବିଷ? ଏ ବିଷଟାକୁ ମୁଁ ପିଇ ଦେଇକି ମରିଛି। ଆରେ ତୁ ପିଇ ପାରିବୁନି, ତୁ ପିଇ ପାରିବୁନି। ସେ ବିଷ ତୁ ମତେ ଦେ, ମୁଁ ତତେ ପିଆଇ ଦେବି। ତମେ ଚୁପ୍ କର। ବିଶୁ, ଆଜ୍ଞା, ମୁଁ ନିଷ୍ପତ୍ତି ନେଇ ସାରିଛି। ମୋ ଝିଅ ସହିତ ତମର ବାହାଘର କରିବି। ହେ ଭଗବାନ। ଆଉ ମୋର ବିଶ୍ୱାସ, ବାହାଘର ପରେ ତମେ ନିଶ୍ଚୟ ବଦଳି ଯିବ, ମଣିଷ ପରି ମଣିଷଟିଏ ହବ। ଆପଣ ସତ କହୁଛନ୍ତି? ଆପଣ ମୋ ବାହାଘର କରିବେ? ନିଶ୍ଚୟ। ଆପଣ ସତ କହୁଛନ୍ତି? ମୁଁ ସତ କହୁଛି। ଆଜିଠାରୁ ମୁଁ ଦୀକ୍ଷା ଛାଡ଼ିଦେବି। କଣ ଦୀକ୍ଷା ନେଇଥିଲ? ଆଜିଠାରୁ ଦୀକ୍ଷା ଛାଡ଼ିଦେଲି, ଆଉ ଦୀକ୍ଷା ନେବି। ଦୀକ୍ଷା ନେଇଥିଲ? ହଁ, ଦୀକ୍ଷା ନେଇଥିଲି ବାହା ହେବିନି ବୋଲି। ଆପଣ କହିଲେଣି ମାନେ ମୁଁ ଦୀକ୍ଷା ଛାଡ଼ିଦେଲି। ଦେଖୁଛ ନା ମାମାଙ୍କର କେତେ ମିଠା କଥା, ଦେଖୁଛ? ହଁ, ମାମାଙ୍କ କଥା ଶୁଣିଲେ ଯିଏ ନାହିଁ ସିଏ ତରଳି ପଡ଼ିବ। ହଁ, ମୁଁ କଣ ହସୁଛ? ଗୋଟେ ପାଖରେ ରସଗୋଲାକୁ ଥୋଇବ, ତାରି ପାଖରେ ମାମାକୁ ଠିଆ କରିବ। ମାମା କଥା ଶୁଣି ସାରିଲା ପରେ ରସଗୋଲାକୁ ଆଇ ଡୋଣ୍ଟ କେୟାର। ମରିଚିକା ମାମାଙ୍କର କେତେ ମିଠା କଥା। ଏମିତି ଯଦି ମତେ ମିଠା କଥା ପ୍ରତ୍ୟେକ ଦିନ କହୁଥାନ୍ତ, ମୁଁ ତମକୁ ଖଟୁଲିରେ ବସିକି ପୂଜା କରନ୍ତି। ବିଶ୍ୱାସ କର ବାପା, ତମକୁ ମନ୍ଦାର ଫୁଲ ଦେଇ ପୂଜା କରନ୍ତି। ତମ ପାଦ ତଳେ ଗୋଟେ ମଣ୍ଡା ଫୁଲ ଦେଇ ଆଣ୍ଠେଇକି ମୁଣ୍ଡିଆ ମାରନ୍ତି। ଉରାଇତା ମୋ ବାପା ସୁଜାତା ଘୋଳିତା। ଆରେ ନିର୍ଲଜ ପଣିଆର ଗୋଟାଏ ସୀମା ଥାଏ। ଆଉ ତୋ ଭଳିଆ ନିର୍ଲଜକୁ ଯିଏ ମଣିଷ କରିବାକୁ ଚାହୁଁଛି, ତାଠାରୁ ନିର୍ବୋଧ ଏ ଦୁନିଆରେ କେହି ନାହାନ୍ତି। ତମେ ପସ୍ତେଇବ ସୁଜାତା ମହାପାତ୍ର, ତମେ ସାଂଘାତିକ ଭାବେ ପସ୍ତେଇବ, ସାଂଘାତିକ ଭାବେ ପସ୍ତେଇବ ତମେ।
ଆଜ୍ଞା ତମେ ଏখানে ଭାବି ଜୟ ଜୟ ହିସାବରେ ସମ୍ମାନ ପାଇବା କଥା ଆସ ଭିତରକୁ ଆସ ଆସ ନାଇଁ ନାଇଁ ମାମା ମୋ ବାପା ରାଗି ଗଲେଣି କ'ଣ ନାଇଁ କ'ଣ କରିଦେବେ ମାମା ମୁଁ ଆଜି ଯାଉଛି ଆଉ କେତେବେଳେ ଆସିବି ଆସୁଛି ମାମା